ପୁରାତନ ସମୟର କଥା। ସେତେବେଳେ ପୃଥିବୀରେ ଋଷିମାନେ ତାଙ୍କର ତପସ୍ୟା ଓ ଜ୍ଞାନରେ ସମସ୍ତ ଲୋକଙ୍କୁ ପଥ ପ୍ରଦର୍ଶନ କରୁଥିଲେ। ଦେବତା ଓ ମାନବ ମଧ୍ୟରେ ସମ୍ପର୍କ ଏକଦମ ସଂଯୁକ୍ତ ଥିଲା। ସେହି ସମୟରେ ଏକ ଅତ୍ୟନ୍ତ ସୁନ୍ଦରୀ ଓ ପବିତ୍ର ନାରୀ ଥିଲେ ଅହଲ୍ୟା। ଅହଲ୍ୟା ଥିଲେ ମହର୍ଷି ଗୌତମଙ୍କର ପତ୍ନୀ। ତାଙ୍କର ସୌନ୍ଦର୍ଯ୍ୟ ଏତେ ଅଦ୍ଭୁତ ଥିଲା ଯେ ଦେବତାମାନେ ମଧ୍ୟ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। କୁହାଯାଏ ଯେ ସ୍ୱୟଂ ବ୍ରହ୍ମା ତାଙ୍କୁ ନିଜ ହସ୍ତରେ ସୃଷ୍ଟି କରିଥିଲେ ବୋଲି। ଅହଲ୍ୟାଙ୍କ ସୌନ୍ଦର୍ଯ୍ୟ ସହିତ ସେ ଥିଲେ ଅତ୍ୟନ୍ତ ଧର୍ମପରାୟଣ, ନମ୍ର ଓ ସତ୍ୟନିଷ୍ଠ। ମହର୍ଷି ଗୌତମ ତାଙ୍କର ଆଶ୍ରମରେ ତପସ୍ୟା କରୁଥିଲେ। ଅହଲ୍ୟା ତାଙ୍କୁ ସେବା କରିବା ସହିତ ଆଶ୍ରମର ସମସ୍ତ କାମ ଦେଖୁଥିଲେ। ସେମାନଙ୍କ ଜୀବନ ଅତ୍ୟନ୍ତ ସାନ୍ତ୍ୱନାଦାୟକ ଓ ପବିତ୍ର ଥିଲା। କିନ୍ତୁ ଯେଉଁଠାରେ ସତ୍ୟ ଓ ପବିତ୍ରତା ଥାଏ ସେଠାରେ ପରୀକ୍ଷା ମଧ୍ୟ ଆସିଥାଏ। ଦେବରାଜ ଇନ୍ଦ୍ର ଅହଲ୍ୟାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଶୁଣିଥିଲେ। ସେ ତାଙ୍କୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଲେ। ଦିନେ ସେ ଗୌତମ ଋଷିଙ୍କ ଆଶ୍ରମକୁ ଆସି ଲୁଚିକି ଅହଲ୍ୟାଙ୍କୁ ଦେଖିଲେ। ତାଙ୍କର ମନ ମୋହିତ ହେଇଗଲା। ସେ ଭାବିଲେ, ମୁଁ କିପରି ଏହି ଅପୂର୍ବ ସୁନ୍ଦରୀଙ୍କ ସନ୍ନିକଟକୁ ଯାଇପାରିବି। ଏହି ଭାବନା ତାଙ୍କୁ ଭୁଲ ପଥରେ ନେଲା। ଦିନେ ମହର୍ଷି ଗୌତମ ପ୍ରଭାତ ସମୟରେ ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ସେହି ସମୟରେ ଇନ୍ଦ୍ର ଗୌତମଙ୍କର ରୂପ ସେ ବୁଝିପାରିଲେ ନାହିଁ ଯେ ସେ ଗୌତମ ନୁହେଁ, ଇନ୍ଦ୍ର। କିଛି ସମୟ ପରେ ମହର୍ଷି ଗୌତମ ଆଶ୍ରମକୁ ଫେରିଲେ। ସେ ତାଙ୍କର ତପ ବଳରେ ସମସ୍ତ ଘଟଣା ବୁଝିପାରିଥିଲେ। ତାଙ୍କର ମନ କ୍ରୋଧରେ ପୂର୍ଣ୍ଣ ହୋଇଗଲା। ସେ ଇନ୍ଦ୍ରଙ୍କୁ ଶାପ ଦେଲେ, ହେ ଇନ୍ଦ୍ର, ତୁମେ ତୁମର ଅହଙ୍କାର ଓ ଭୋଗ ବାସନା ପାଇଁ ଏହି ଅଧର୍ମ କାମ କରିଛ। ତୁମେ ତୁମର ଗୌରବ ହରାଇବ। ତାପରେ ସେ ଅହଲ୍ୟାଙ୍କୁ ଦେଖି କହିଲେ, ହେ ଅହଲ୍ୟା, ତୁମେ ଭ୍ରମିତ ହୋଇଥିଲେ ମଧ୍ୟ ଏହି ଅପରାଧ ଘଟିଛି। ତୁମେ ଏହି ଆଶ୍ରମରେ ଅଦୃଶ୍ୟ ହୋଇ ଶିଳାର ନ୍ୟାୟରେ ରହିବ। କେବଳ ଯେତେବେଳେ ଶ୍ରୀରାମ ଏଠାକୁ ଆସି ତୁମକୁ ସ୍ପର୍ଶ କରିବେ ସେତେବେଳେ ହିଁ ତୁମେ ମୋକ୍ଷ ପାଇବ। ଏହି ଶାପ ଶୁଣି ଅହଲ୍ୟା ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ନିଜର ଭୁଲକୁ ବୁଝିଲେ ଓ ଗଭୀର ପଶ୍ଚାତାପ କଲେ। ସେହିଦିନଠାରୁ ଅହଲ୍ୟା ଶିଳାର ନ୍ୟାୟରେ ଅଦୃଶ୍ୟ ଭାବେ ଆଶ୍ରମରେ ରହିବାକୁ ଲାଗିଲେ। ସମୟ କଟିଗଲା। ଦିନ, ମାସ, ବର୍ଷ, ଶତାବ୍ଦୀ। ସେ ନିଜ ମନରେ ଏକମାତ୍ର ଭାବ ରଖିଲେ, କେବେ ଆସିବେ ଶ୍ରୀରାମ? କେବେ ମୋର ପାପରୁ ମୁକ୍ତି ମିଳିବ? ସେ ନୀରବ ତପସ୍ୟା କରୁଥିଲେ। ତାଙ୍କର ଆତ୍ମା ଶୁଦ୍ଧ ହେଉଥିଲା। ଏପରି ସମୟରେ ଅଯୋଧ୍ୟାରେ ରାଜା ଦଶରଥଙ୍କ ପୁତ୍ର ଭାବରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ସେ ଧର୍ମର ପ୍ରତୀକ ଓ ଭଗବାନଙ୍କ ଅବତାର ଥିଲେ। ଦିନେ ଶ୍ରୀରାମ ତାଙ୍କ ଭାଇ ଲକ୍ଷ୍ମଣ ସହିତ ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ଯାଉଥିଲେ। ସେମାନେ ତାଙ୍କର ଯଜ୍ଞକୁ ରକ୍ଷା କରିବା ପାଇଁ ବନ ବନ ଦେଇ ଯାଉଥିଲେ। ପଥରେ ସେମାନେ ଗୌତମ ଋଷିଙ୍କ ପୁରୁଣା ଆଶ୍ରମରେ ଯାଇ ପହଞ୍ଚିଥିଲେ। ଆଶ୍ରମଟି ନୀରବ ଓ ଶୂନ୍ୟ ଥିଲା। ଶ୍ରୀରାମ ପଚାରିଲେ, ହେ ମୁନିବର, ଏହି ଆଶ୍ରମ ଏତେ ଶୂନ୍ୟ କାହିଁକି? ବିଶ୍ୱାମିତ୍ର ମହର୍ଷି ସମସ୍ତ କାହାଣୀ କହିଲେ। ଅହଲ୍ୟାଙ୍କ ଶାପ ଓ ତାଙ୍କର ପଶ୍ଚାତାପ ବିଷୟରେ। ଏହା ଶୁଣି ଶ୍ରୀରାମଙ୍କ ହୃଦୟ କରୁଣାରେ ପୂର୍ଣ୍ଣ ହୋଇଗଲା। ସେ ଆଶ୍ରମରେ ପ୍ରବେଶ କଲେ। ତାଙ୍କର ପବିତ୍ର ପାଦସ୍ପର୍ଶ ହେବା ମାତ୍ରେ ହିଁ ଅହଲ୍ୟାଙ୍କ ଶାପ ଭଙ୍ଗ ହେଲା। ଶିଳା ରୂପରୁ ସେ ପୁନଃ
ତାଙ୍କର ସୁନ୍ଦର ରୂପରେ ପ୍ରକାଶିତ ହେଲେ। ସେ ଶ୍ରୀରାମଙ୍କ ଚରଣରେ ପଡ଼ି କହିଲେ, ହେ ପ୍ରଭୁ, ଆପଣଙ୍କ କୃପା ଛଡ଼ା ମୋର ମୁକ୍ତି ସମ୍ଭବ ନଥିଲା, ମୋତେ କ୍ଷମା କରନ୍ତୁ। ଶ୍ରୀରାମ ତାଙ୍କୁ ଉଠାଇ କହିଲେ, ପଶ୍ଚାତାପ ହିଁ ସବୁଠାରୁ ବଡ଼ ପବିତ୍ରତା। ତୁମେ ତୁମ ଭୁଲକୁ ବୁଝିଛ, ତେଣୁ ତୁମେ ପବିତ୍ର। ଏହି ସମୟରେ ମହର୍ଷି ଗୌତମ ସେଠାକୁ ଆସି ପହଞ୍ଚି ଯାଇଥିଲେ। ସେ ଅହଲ୍ୟାଙ୍କୁ ଦେଖି ଖୁସି ହେଲେ ଆଉ କହିଲେ, ତୁମର ତପସ୍ୟା ଓ ପଶ୍ଚାତାପ ତୁମକୁ ପବିତ୍ର କରିଛି। ମୁଁ ତୁମକୁ ଗ୍ରହଣ କରୁଛି। ଏପରି ଭାବେ ଅହଲ୍ୟାଙ୍କ ଉଦ୍ଧାର ହେଲା। ଏହି କାହାଣୀ ଆମକୁ ଶିଖାଏ, ଭୁଲ କରିବା ମାନବର ସ୍ୱଭାବ, କିନ୍ତୁ ପଶ୍ଚାତାପ ଓ ଭଗବାନଙ୍କ କୃପା ଦ୍ୱାରା ମୁକ୍ତି ସମ୍ଭବ। ଈଶ୍ୱରଙ୍କ କୃପା ଯେଉଁଠାରେ ଥାଏ, ସେଠାରେ ଅନ୍ଧକାର ଦୂର ହୋଇଯାଏ। ଅହଲ୍ୟାଙ୍କ ଜୀବନ ଆମକୁ ଏହା ମଧ୍ୟ ଶିଖାଏ ଯେ ଧୈର୍ଯ୍ୟ, ପଶ୍ଚାତାପ ଓ ଭକ୍ତି, ଏହି ସବୁ ଜିନିଷ ହିଁ ଯେକୌଣସି ଅବସ୍ଥାରୁ ଉଦ୍ଧାର କରିପାରିବ। ଶେଷରେ ଏହି ସନ୍ଦେଶ ମଧ୍ୟ ଦେଇଥିଲେ, ଈଶ୍ୱରଙ୍କ ଦୟା ଅସୀମ। ସେ ଯେକୌଣସି ପାପୀକୁ ମଧ୍ୟ ପବିତ୍ର କରିପାରନ୍ତି ଯଦି ସେ ମନରୁ ପଶ୍ଚାତାପ କରନ୍ତି। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଜୟ ସୀତାରାମ।